गलानी ए आशा ताको अपेक्षा करबा। ठीक अच्छे साथी तुम भाई को आम निश्चय अपेक्षा करवा कहीं मो बापा और भौणी खबर बार्ता निश्चय आणुवे। हाँ भौणी तू आसी जाइछु। हाँ भौणी प्रतिदिन पर आज भी ए भाई तू विलंब कर देलु। अरे भौणी आसु आसु टिके मु विलंब हो गला हला। ए भाई हाँ सेना जो हम घरे अछंती तांका घर कथा खूब मने पके कांदछंती भाई। अरे सतरे तो से बाबुल ने अभी केमते जंती भौणी भल ही जाइछंती। सतरे आलो भौणी हां भाई तांका पाए गोटे मु एमिति उपहारटी आनिछि देखिले से बाबू खुशी रे पूरा भांगी पड़िबे हला। हाँ तांका पाए आ मो पाए भाई। हाँ तम दु जनक पाए सेटा हला। अच्छा ताले कोइने तांको डाकी दउछि। हो ठीक अछि। भाई हाँ भाई तमें आसी जाइछ। हाँ भाई हेले मो भौणिया मो बापा केमिति अछंती तांको घर बर बार्ता कौन। अरे भाई हाँ तम राज्य को मुझे जाइली सत हेले तम राज्य को जीवा पूर्व गोटे घटना घटी जाइला आउ से घटना रे तम पाए गोटे मु उपहारटे नहीं आसी मो भाई उपहार लेके आछ। हाँ हाँ हेले से उपहारटी कौन मु देखा चाहिए भाई। हाँ हाँ निश्चय देख भाला। हो ठीक अच्छे ताले आखि बुझिल। हाँ ठीक अच्छे भाई। हाँ अरे भाई एथरा देखिला तोर अवस्था लो तू गौरव सजाई रखिछु। तमर किछि हेनी तो भाई हेलो ना अच्छा ना भाई मो भलो अच्छे भौणी हेले तू राजवासर जाई मध्य तोर ए अवस्था। भिक्षा मुझे दिया माँ भिक्षा मुझे दिया। मुझे दिया माँ भिक्षा अरे मुझे भौणी दिया। के जने भिख मागुछंती देखिलो। ए भाई हेले मु भिक दे पारिबिनी तू कहि दे से झियो को भिक देबा मो नानी के दउछि। आलो कस्तरी के जने भिख मागुछंती देखिला। ए भाई हाँ भौणी चल भाई से बामन जन को भिक्षा देबा दे भाई। ए भाई हाँ भौणी तते मने अछि ना भाई अब राजवासी थिला बेले केमिति बामन मन को भिक्षा देउथले ना। हाँ भौणी हाँ मोर सब मने अछि हेले एरा तो हमर राजवासर हो ना। हेले करे ना भाई चल देबा ना। हाँ ठीक अच्छे भौणी। पापा तेरा सीधा था हेलो कस्तूरी। भाई सब भूल मोर भाई बाबा भर
ନିଜ ବାପାର ଯତ୍ନ ନେଇ ପାରିଲାନି। ଆରେ ସେମିତି କହନି ଲୋ। ମୋତେ କ୍ଷମା କରିଦେ ନା ଭାଇ। ଆରେ ଭଉଣୀ ତୁ ନିଜକୁ ନିଜେ ଦୋଷୀ କରନା। ଆରେ ଆମ ଭାଗ୍ୟରେ ଯାହା ଲେଖା ଅଛି ତାହା ହିଁ ଆମ ସହିତ ଘଟିବ। ଏ ଭାଇ ହଁ ଭଉଣୀ, ସେ ଦୁଷ୍ଟ କୁଳଙ୍ଗାକୁ ନେଇ ଛାଡ଼ିବୁନି ଭାଇ। ହଁ ଭଉଣୀ, ହଁ ବାପଧନ ସୁରଥ ହଁ ବାପା। ଛାଡ଼ିବୁନି। ତୁ କେମିତି ବଞ୍ଚିଗଲୁ ବାପଧନ? ବାପା ମୁଁ କେମିତି ବଞ୍ଚିଲି ଜାଣିବାକୁ ଚାହୁଁଛ ନା? ହରେ ବାପଧନ ହେଲେ କିଛି ସମୟ ଅପେକ୍ଷା କର, ତମେ ନିଶ୍ଚୟ ଜାଣିଯିବ ମୁଁ କେମିତି ବଞ୍ଚି ଯାଇଛି। ବାପଧନ ସୁରଥ ବାପା ମୁଁ ଯେ ରାଜ୍ୟ ସାରା ଭିକ ମାଗୁଛି ରେ। ବାପା ଲୋକେ ସତ କହିଛନ୍ତି କପାଳ ରାନୀ ଖରାକୁ କିଏ ବଦଳାଇ ପାରେ ନା। କାଲି ଥିଲା ତୁମେ ରାଜା, ଆଜି ପୁଣି ଦଣ୍ଡ ରବିକାରୀ ସାଜି ଯାଇଛ ବାପା। ହେଲି ବାପା ମୁଁ କେମିତି ବଞ୍ଚିଲି କିଛି ସମୟ ଅପେକ୍ଷା କର। ମା ଆରେ ଏ ମା ଆରେ ମୋତେ ପୁନର୍ଜୀବିତ କରିଥିବାରୁ ମୁଁ ତୁମକୁ କୋଟି କୋଟି ଦଣ୍ଡବତ ଜଣାଉଛି ମା। ହେଲେ ଆଜି ମୋତେ ସେଇ ପରିବାର ମୋତେ ମିଳିଯାଇଛି ଯେଉଁ ମୋ ସୁନାର ସଂସାର ଉଜିଳି ଯାଇଥିଲା। ହେଲେ ହସୁନ ମା, ମା ହସ ମା, ମା। ବାପା ହରେ ବାପଧନ ଆଜି ମୋ ଭାଗ୍ୟ ଭଲ ଥିଲା ବୋଲି ଆଜି ମୁଁ ବଞ୍ଚି ଯାଇଛି ବାପା। ଆଉ ମୋ ପରିବାରକୁ ଏକାଠି ଦେଖିପାରୁଛି। ମା ତମେ ଜାଣିବାକୁ ଚାହୁଁଛ ନା ବାପା? ହରେ ବାପଧନ ଏହି ସେଇ ମା ମୋତେ ଆଜି ଏ ଦୁନିଆରେ ପୁନର୍ଜୀବିତ କରିଛି। ମା ଇଏ କିଏ ଜାଣିଛ? କିଏ ରେ ଧନ? ଇଏ ହେଉଛି ମୋ ବାପା। ମା ତମ ବାପା? ହଁ ମା। ଆଉ ତମ ପାଖେ ଚିରାଲୁଣି କାହିଁକି? ମୋ ପୁଅର ଜୀବନ ଯେତେବେଳେ ବଞ୍ଚାଇଛ ମୁଁ ତୁମକୁ ମୁଁ କିଭଳି କହିବି? ହେଲେ ମୋ ପୁଅର ଜୀବନଟା ବଞ୍ଚାଇଲ, ମୋ କୋଲାକୁ ଟେକି ଦିଅ। ନାଇଁ ମହାରାଜ, ମୋର ପ୍ରାଣ ଅଧ୍ୟୟନ। ନା ନା ମା ଆଉ ସିଏ ହେଉଛି ମୋ ଭଉଣୀ। ତମ ଭଉଣୀ? ହଁ ମା, ହଁ। ହେଲେ ମା ହରେ ଧନ? ମୁଁ ଗୋଟାଏ ଭୁଲ କରିଛି। କଣ ଭୁଲ ରେ ଧନ? ମା ମୁଁ ତୁମକୁ ତମ ପାଦ ତଳେ ମୁଁ କ୍ଷମା ମାଗୁଛି। ମୁଁ ଯେଉଁ ଥାଳିରେ ଖାଇ ମୁଁ ସେଇ ଥାଳିରେ ଛେଦ କରିଦେଇଛି। ମା ସୁରତ ମା କିଛି କରିବା ଦରକାର ନାହିଁ ଧନ। ଭୁଲ କଥା କହିଲ। ମା ତୁମ ଝିଅ ସହିତ ମୋ ପ୍ରେମ ସମ୍ପର୍କଟା ଗଢ଼ି ଉଠିଛି। ମା ଆଉ ମୁଁ ବିବାହ କରିବାକୁ ମଧ୍ୟ ଚାହୁଁଛି। ହଁ ମା। ସୁକନ୍ୟା, ଏକଥା ସତ୍ୟ? ହଁ ମା। ଖୁସି ଖୁସି ଅଛ ମା? ସ୍ୱରୂପ ହଁ ମା। ଆଉ ତୋ ପଚାର କିଏ? କଣ କହିଲ ମା? ତମ ପଚାରେ କିଏ ଅଛି? ଆରେ ମା ସଦସ୍ୟ ମୁଁ ଭୁଲି ଯାଇଥିଲି। ହେଲେ ମା ଆପଣଙ୍କ ବିନାମତରେ ମୁଁ ଗୋଟିଏ ଛୋଟ ଭୁଲ କରିଛି ମା। ମୋତେ କ୍ଷମା କରିବେ ମା। ଆପଣଙ୍କ ବିନାମତରେ ମୁଁ କସ୍ତୁରୀକୁ ଭଲ ପାଇସାରିଛି। ଭଲ ପାଇପାରିଛି। ହଁ ମା, ତାକୁ ମୁଁ ଘରକୁ ନେଇ ଆସିଛି। ହଁ ଜାଣି ଭାଇ, ତାଙ୍କୁ କେବେ ସାହାଯ୍ୟ ମାଗୁନ ଭାଇ। ହଁ ଭଉଣୀ ତୁ ଠିକ କହୁଛୁ ବାପା। ହରେ ବାପଧନ ହେଲେ ତମେ ଆମ ଜୀବନ ସାଥୀ ବାଛିବାରେ ଆମର କୌଣସି ତ୍ରୁଟି ରହିଯାଇନି ତ ବାପା? ନା ରେ ବାପଧନ ତମ ମାନେ ଖୁସି କରେ ମୋର ଖୁସି। ହେଲେ ବାପା ଆମର ସୁନାର ସଂସାର ଉଜିଡ଼ି ଯାଇଥିଲା। ପୁଣି ଥରେ ଆଉ ଏଇ ମା ପାଇଁ ଆଉ ତାଙ୍କ ପରିବାର ପାଇଁ ଆଜି ଜଡ଼ିତ ହେଇଯାଇଛି। ହଁ
ହଁ ଠିକ କହିଛୁ ନା ପତ୍ର ହେଲେ ବାପା। ସେ କୁଲାଙ୍ଗାରକୁ କେମିତି ଛାଡ଼ିବନି କାହିଁକି ମୋର ଯାହା ଅବସ୍ଥା କରିଛି ତାର ବି ସେ ଅବସ୍ଥା ହେବା ଦରକାର ନିଶ୍ଚୟ ବାପା ଯେ ଆମ ସୁନାର ସଂସାରକୁ ଉଜାଡ଼ି ଯାଇଛି ସେ ଦୁଷ୍ଟ ମାମୁକୁ କେବେ ହେଲେ ମଧ୍ୟ ମୁଁ ଛାଡ଼ିବିନି ସେ ଯୋଉଠି ଥିଲେ ମଧ୍ୟ ତାକୁ ନିଶ୍ଚୟ ମୁଁ ଖୋଜିକି ତା ବାପାର ଦଣ୍ଡ ନିଶ୍ଚୟ ଦେବି ବାପା ବଦଲ ছিল ତ ବାପା। ଆମେ ବିଳମ୍ବ ନ କରି ଚାଲିଯିବା ସେ କୁଲାଙ୍ଗାର ଆମ ସେଇ କାଞ୍ଚି ରାଜ୍ୟରେ ହିଁ ସେ ସିଂହାସନରେ ରହିଛି ରେ ପତ୍ର ନିଶ୍ଚୟ ବାପା ହେଲେ ଆମେ ତ ଏ ସମୟରେ ଅସହାୟ ହେଇଯାଇଛେ ସାହାଯ୍ୟ ଆମର ନିହାତି ଦରକାର ଠିକ କହିଛୁ ନା ପତ୍ର ଭାଇ ହଁ ଭାଇ ମୁଁ ହାତ ଯୋଡ଼ିକି ତୁମକୁ ଅନୁରୋଧ କରୁଛି ଆମକୁ ଟିକେ ସାହାଯ୍ୟ କରିବ ଭାଇ ନିଶ୍ଚୟ ସାହାଯ୍ୟ କରିବି ଭାଇ ମୁଁ ବି ତମ ସହିତ ଅଛି ହେଲା ଠିକ ଅଛି ଭାଇ ବାପା ହଁ ରେ ପତ୍ର ତାହେଲେ ଆମେ ଅବିଳମ୍ବ ଚାଲିଯିବା ସେ ଦୁଷ୍ଟ ମାମୁ ପାଖକୁ ହଁ ଠିକ କହିଛୁ ଚାଲିଯିବା ମା ତେବେ ଆମେ ସବୁ ମିଶିକି ଆମ ପରିବାରରେ ଯିଏ ନଷ୍ଟ କରିଥିଲା ତାକୁ ନିଶ୍ଚୟ ତା ବାପାର ଦଣ୍ଡ ଦେବାକୁ ପଡ଼ିବ ତେବେ ଚାଲନ୍ତୁ ମା ବାପା ଆରେ ବାପା। ତେବେ ଆମେ ଚାଲିଯିବା ଅବିଳମ୍ବେ ହଁ ହଁ এ বাবু জানিছ মাঝে আজ আমার স্বপ্নটা পূরণ হয়ে যাইছি মামু আজ বর্তমান মই কাঞ্চিপুর রাজ্যের রাজা হয়ে যাইছি মামু এই কাঞ্চিপুর রাজ্যর সকল সম্পত্তিকে হাসল করে সারিছি মামু ହେଲେ ଗୋଟାଏ କଥା ମାମୁ ମତେ ଆହୁରି ଧନ ଦରକାର ଆହୁରି ସମ୍ପତ୍ତି ଦରକାର କ'ଣ କରିବାକୁ ହେବ ତା ପାଇଁ ମୋ ପାଖରେ ଗୋଟାଏ ଭଲ ଉପାୟ ଅଛି କି ଉପାୟ ସେଇ କାଞ୍ଚିପୁର ସେଇ ପଡ଼ୋଶୀ ରାଜ୍ୟକୁ ଯାଇକି ସେ ରାଜ୍ୟର সকল ସମ୍ପତ୍ତିକୁ ହାସଲ କରିବା ମାମୁ ମୁଁ ଯିବାକୁ ପଡ଼ିବ ଆପଣ ଯିବେ ନା ନାଇଁ ମୁଁ ଯିବି କାହିଁକି ଯିବେନି ଏତେ କଥା କଲି ରାଜା ହେଲି ଧନ ସମ୍ପତ୍ତି ସବୁ ପାଇଲୁ ମତେ ଦେଲୁ କ'ଣ କହିଲୁ ଆପଣ ମନ୍ତ୍ରୀ ହେବେ ନାଇଁ ସେଇ କାର୍ଯ୍ୟରେ ଯଦି ଭାଗରେ ବିଭକ୍ତ କରିଦେ ଗୋଟିଏ ଭାଗ ତୋର ଆଉ ଗୋଟିଏ ଭାଗ ମୋର ଏ ରାଜ୍ୟର ଅଧା ସମ୍ପତ୍ତି ଆପଣ ନେବେ ହଁ ଏ ରାଜ୍ୟର ଅଧା ଭାଗ ଆପଣ ନେବେ ହଁ ନହେଲେ ମୋ ସହିତ ଯିବେନି ନାଇଁ ମୋ ବୁଦ୍ଧି ବଳରେ ରାଜା ହେଇଛୁ ପରା ଠିକ ଅଛି ହଁ ଆପଣ ସେଠି ବସି ପଡ଼ନ୍ତୁ ମୁଁ ରାଜ୍ୟର ଅଧା ସମ୍ପତ୍ତି ଆପଣଙ୍କୁ ଦେଇଦେବି ଠିକ ଅଛି ଠିକ ଅଛି ମାମୁ ଶୀଘ୍ର ଶୀଘ୍ର ନେଇକି ଶୀଘ୍ର। ଆସନ୍ତୁ ବସନ୍ତୁ ଏ ବାବୁ ମୁଁ ଆଉ କାଞ୍ଚିପୁର ରାଜ୍ୟରେ ରାଜା ହେବିନି ଆପଣ ରାଜା ହେବେ ଏ ରାଜ୍ୟର ସମ୍ପତ୍ତି ମୁଁ କେବଳ ଆପଣଙ୍କୁ ଦେଇଦେବି ମାମୁ କିନ୍ତୁ ଗୋଟାଏ କଥା ସେ ପଡ଼ୋଶୀ ରାଜ୍ୟରେ ମୁଁ ରାଜା ହେବି କାଞ୍ଚିପୁରରେ ମୁଁ ରାଜା ହେବି ତାହେଲେ ତ ଭଲ ହବ ହେଲେ ମାମୁ ଆପଣ ସେଇଠି ଠିଆ ହେଇଯାଆନ୍ତୁ କୋଉଠି? ଆଖିଟା ବନ୍ଦ କରିଦିଅ ରାଜା ହେବା ପାଇଁ ଆଖିଟା କ'ଣ ଏ ସବୁ ବନ୍ଦ କରିଦେ ସତରେ ମାମୁ ହଁ। ସବୁ ବନ୍ଦ କରିବାକୁ ସବୁ ପଡ଼ିବନି ବନ୍ଦ କରିଦିଅ। କେବଳ ଆଖିଟା ବନ୍ଦ କରିଦିଅ କାହିଁକି ନା ଏତେ ଧନ ସମ୍ପତ୍ତି ଦେଖିକି ଆପଣ ମରିଗଲେ ମୁଁ ତ ନାଇଁ 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 ଆଖି କ'ଣ ଯାହା ତାହା ସବୁ ବନ୍ଦ କରିଦେ ଠିକ ଅଛି ମାମୁ ସେଇଠି ଠିଆ ହେଇଯାଆନ୍ତୁ ଏ ରାଜ୍ୟର ସମ୍ପତ୍ତି ପାଇଁ ନିଜ ଭଉଣୀକୁ ଛାଡ଼ିଦେଲି ଆଉ ସେ ମୋ ଠାରୁ ଅଧା ସମ୍ପତ୍ତି ନେବ